नमस्कार जय जगन्नाथ मु जगदीश आपण अनंतर चैनल को स्वागत करुच्ची। बंधु मैंने आज कार्यक्रम को आपण मानक स्वागत। तेबे बंधु मैंने आज भिडियोटी सही राशि व्यक्ति विशेष मानक बहुत खास रही जो मैंने 2025 मसीह राजा भली जीवन अतिबाहित करने को जाउछंती। तेबे बंधु मैंने आज भिडियो रे आमे माने जानिबा 2025 मसीह केउ चारोटी राशि राजा भली जीवन अतिबाहित करने को जाउछंती। ଏହି ଚାରୋଟି ରାଶି 2025 ମସିହାରେ ସବୁଠାରୁ ଅଧିକ ସୁଖ ସୁବିଧା ଭୋଗ କରିବେ। ତ ଏହି ଚାରୋଟି ରାଶି 2025 ମସିହାରେ ହେବାକୁ ଯାଉଛନ୍ତି ମହାଭାଗ୍ୟଶାଳୀ। 12ଟି ରାଶି ମଧ୍ୟରୁ କେବଳ ଏହି ଚାରୋଟି ରାଶି ଅତ୍ୟନ୍ତ ଭାଗ୍ୟଶାଳୀ ରହିବେ। ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କୁ ମା ଲକ୍ଷ୍ମୀଙ୍କ କୃପାରୁ ଅପାର ସଫଳତା ଲାଭ ହେବାକୁ ଯାଉଛି। ବନ୍ଧୁମାନେ ଆମର ଜ୍ୟୋତିଷ ଶାସ୍ତ୍ରରେ ରାଶି ମାନଙ୍କର ବହୁତ ଅଧିକ ମହତ୍ତ୍ୱ ରହିଛି। ସଂସାରରେ ଜନ୍ମ ହୋଇଥିବା ପ୍ରତ୍ୟେକ ମନୁଷ୍ୟ ମାନଙ୍କ ସହିତ 12 ଗୋଟି ରାଶିଙ୍କର ନିବିଡ଼ ସମ୍ବନ୍ଧ ରହିଥାଏ ଏବଂ ଏହି ରାଶିମାନେ ଆପଣଙ୍କର ଅତୀତ ବର୍ତ୍ତମାନ ଏବଂ ଭବିଷ୍ୟତକୁ ଦର୍ଶାଇଥାଏ। ତେବେ ପ୍ରତ୍ୟେକ ବ୍ୟକ୍ତିଙ୍କର ରାଶି ଭିନ୍ନ ଭିନ୍ନ ହେବା କାରଣରୁ ପ୍ରତ୍ୟେକ ରାଶିର ବ୍ୟକ୍ତି ବିଶେଷ ମାନଙ୍କର ବ୍ୟବହାର ପ୍ରକୃତି ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ। ପ୍ରତ୍ୟେକ ରାଶିମାନେ ଭିନ୍ନ ଭିନ୍ନ ଗ୍ରହ ମାନଙ୍କର ଅନ୍ତର୍ଗତରେ ଆସିଥାନ୍ତି। ସେଥିପାଇଁ ଗ୍ରହ ମାନଙ୍କର ସ୍ଥିତି ରାଶି ମାଧ୍ୟମରେ ମନୁଷ୍ୟ ମାନଙ୍କର ଜୀବନକୁ ପ୍ରଭାବିତ କରିଥାଏ। ଗ୍ରହ ଗୁଡିକର ଶୁଭ ଗୋଚର ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିଥାଏ ଏବଂ ଗ୍ରହ ମାନଙ୍କର ଅଶୁଭ ସ୍ଥିତିରେ ଗୋଚର ଆପଣଙ୍କୁ ଅଶୁଭ ଫଳ ପ୍ରଦାନ କରିଥାଏ, ଆପଣଙ୍କ ଜୀବନରେ ସମସ୍ୟା ଆଣିଥାଏ। ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ଗୋଚର ଦେଖି ହିଁ ଗୋଟିଏ ବ୍ୟକ୍ତିର ଭାଗ୍ୟ ବିଷୟରେ କୁହାଯାଇପାରେ। ତେବେ ସେହି ଗ୍ରହ ମାନଙ୍କର ଗୋଚର ଅନୁସାରେ ରାଶି ମାନଙ୍କର ଭଲ ସମୟ କିମ୍ବା ଖରାପ ସମୟ ବିଷୟରେ କୁହାଯାଇଥାଏ। ତେବେ ସେହି ଗ୍ରହ ମାନଙ୍କର ଗୋଚର ଅନୁସାରେ ଏହି 2025 ମସିହାରେ ଚାରୋଟି ରାଶି ହେବାକୁ ଯାଉଛନ୍ତି ମହାଭାଗ୍ୟଶାଳୀ। ତେବେ ବର୍ତ୍ତମାନ ତ 2024 ମସିହା ଚାଲିଛି, ମାତ୍ର ଖୁବ୍ ଶୀଘ୍ର ହିଁ 2025 ମସିହା ଆରମ୍ଭ ହେବାକୁ ଯାଉଛି। ନୂତନ ବର୍ଷର ଆରମ୍ଭ ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ଏପରି ଏକ ପରିବର୍ତ୍ତନ ହେବାକୁ ଯାଉଛି ଯେଉଁ କାରଣରୁ ଏହି ଚାରୋଟି ରାଶିର ବ୍ୟକ୍ତି ବିଶେଷ ମାନଙ୍କୁ 2025 ମସିହାରେ ଅପାର ସଫଳତା ଲାଭ ହେବାକୁ ଯାଉଛି। ତେବେ ଆସନ୍ତୁ ବନ୍ଧୁମାନେ ସେହି ଚାରୋଟି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ଜାଣିନେବା। ସେମାନଙ୍କ ଜୀବନରେ କେଉଁଭଳି ପରିବର୍ତ୍ତନ ହେବାକୁ ଯାଉଛି, କାହିଁକି ଏହି ଚାରୋଟି ରାଶି ହେବାକୁ ଯାଉଛନ୍ତି ମହାଭାଗ୍ୟଶାଳୀ। ତେବେ ଆସନ୍ତୁ ଜାଣିବା ପ୍ରଥମ ଭାଗ୍ୟଶାଳୀ ରାଶି ବିଷୟରେ, ଯିଏ ଏହି 2025 ମସିହାରେ ରାଜାଙ୍କ ଭଳି ଜୀବନ ବିତାଇବେ। ତ ପ୍ରଥମ ରାଶିଟି ହେଉଛି ମିଥୁନ ରାଶି। ମା ଲକ୍ଷ୍ମୀଙ୍କ କୃପାରୁ ମିଥୁନ ରାଶିର ବ୍ୟକ୍ତି ବିଶେଷ ମାନଙ୍କୁ ଅପାର ସଫଳତା ଲାଭ ହେବାକୁ ଯାଉଛି, ଯାହାଦ୍ୱାରା ଆପଣଙ୍କ ଜୀବନରେ ଖୁସି ହିଁ ଖୁସି ଆସିବାକୁ ଲାଗିବ। ଏହା ସହିତ ମିଥୁନ ରାଶିର ବ୍ୟକ୍ତି ବିଶେଷ ମାନେ ଯେଉଁମାନେ ନୂତନ ଭୂମି କିମ୍ବା ଯାନବାହନ କିମ୍ବା ଘର କିଣିବାକୁ ଚାହୁଁଥିଲେ, ତ ଆପଣଙ୍କର ଏହି ଯୋଜନା ଏହି ନୂତନ ବର୍ଷ 2025 ମସିହାରେ ନିଶ୍ଚିତ ରୂପରେ ସଫଳ ହେବ। ସନ୍ତାନ ପ୍ରାପ୍ତିର ଯୋଗ ମଧ୍ୟ ବନୁଅଛି। ତ ଯେଉଁମାନେ ସନ୍ତାନର କାମନା ରଖିଥିଲେ ସେମାନଙ୍କୁ ନିଶ୍ଚିତ ଭାବରେ ସନ୍ତାନ ସୁଖ ମଧ୍ୟ ପ୍ରାପ୍ତି ହେବ, ଯାହାଫଳରେ ଆପଣଙ୍କ ପରିବାରରେ ଖୁସିର ମାହୋଲ ଲାଗି ରହିବ। ତ ମା ଲକ୍ଷ୍ମୀଙ୍କ କୃପାରୁ ଏହି ନୂତନ ବର୍ଷ 2025 ମସିହାଟି ଆପଣଙ୍କ ପାଇଁ ଶୁଭମୟ ହେବାକୁ ଯାଉଛି। ତ ଆପଣ ଏହି ସମୟର ଭରପୁର ଲାଭ ଉଠାନ୍ତୁ ଏବଂ ଯେଉଁ ସୁଯୋଗ ଆପଣଙ୍କୁ ମିଳୁଛି ତାହାକୁ ଆପଣ ହାତଛଡ଼ା କରନ୍ତୁ ନାହିଁ। ମିଥୁନ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଧନ ଲାଭର ମଧ୍ୟ ଯୋଗ ସୃଷ୍ଟି ହେଉଛି। ବ୍ୟାପାର ବାଣିଜ୍ୟ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଏହି ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଧନ ଲାଭ ହେବାର ବହୁତ ଅଧିକ ସମ୍ଭାବନା ରହୁଛି। ଆପଣ ବହୁତ ଦିନରୁ ଅପେକ୍ଷା କରିଥିବା କାର୍ଯ୍ୟରେ ଆପଣ ସଫଳତା ମଧ୍ୟ ପ୍ରାପ୍ତ କରିବେ। 2025ରେ ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ। ଆପଣଙ୍କୁ ଆପଣଙ୍କ ଭାଗ୍ୟର ସମ୍ପୂର୍ଣ୍ଣ ସାଥ ମିଳିବ, ଯେଉଁ କାରଣରୁ ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ କରିବେ। ଯେଉଁମାନେ ଶିକ୍ଷା କ୍ଷେତ୍ରରେ ଅଛନ୍ତି ବା ବିଦ୍ୟାର୍ଥୀ ଅଛନ୍ତି, ତ ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ଅପାର ସଫଳତା ଲାଭ ହେବ। ଯେଉଁମାନେ ଚାକିରି କରୁଛନ୍ତି ଏବଂ ଚାକିରିରେ ପରିବର୍ତ୍ତନ ଚାହୁଁଥିଲେ, ତ ଏହି 2025 ମସିହାରେ ଆପଣଙ୍କୁ ଚାକିରି କ୍ଷେତ୍ରରେ ପରିବର୍ତ୍ତନ ମଧ୍ୟ ହେବ ଏବଂ ସେଥିରେ ମଧ୍ୟ ଆପଣଙ୍କୁ ସଫଳତା ମିଳିବ। ଚାକିରି କରୁଥିବା ବ୍ୟକ୍ତି ବିଶେଷ ମାନଙ୍କର ମାସିକ ଦରମାରେ ମଧ୍ୟ ବୃଦ୍ଧି ଆସିବ। ମିଥୁନ ରାଶିର ବ୍ୟକ୍ତି ବିଶେଷ ମାନେ ଯେଉଁମାନେ ଅବିବାହିତ ଅଛନ୍ତି, ବିବାହ ବୟସ ହୋଇସାରିଥିଲେ ମଧ୍ୟ ଆପଣଙ୍କର ବିବାହ ହୋଇପାରୁନଥିଲା, ତ ଆପଣଙ୍କର ଏହି 2025 ମସିହାରେ ବିବାହ ଯୋଗ ମଧ୍ୟ ରହୁଛି। ଆପଣଙ୍କ ନିକଟକୁ ଭଲ ପ୍ରସ୍ତାବ ଆସିବ ଏବଂ ଆପଣଙ୍କର ବିବାହ ମଧ୍ୟ ହୋଇଯିବ।
ଏବଂ ଯଦି ମିଥୁନ ରାଶିର କୌଣସି ବ୍ୟକ୍ତି ବିଶେଷ ବହୁତ ଦିନ ଧରି କୌଣସି ଏକ ରୋଗରେ ପୀଡ଼ିତ ଥିଲେ ସେଥିରୁ ମଧ୍ୟ ଏହି ନୂତନ ବର୍ଷରେ ଆପଣଙ୍କୁ ମୁକ୍ତି ମିଳିଯିବ। ଏହି ବର୍ଷଟି ଆପଣଙ୍କର ସ୍ୱାସ୍ଥ୍ୟ ପାଇଁ ଉତ୍ତମ ରହିବ। ଆପଣଙ୍କୁ ଏହି ନୂତନ ବର୍ଷରେ ଉତ୍ତମ ସ୍ୱାସ୍ଥ୍ୟର ପ୍ରାପ୍ତି ହେବ। ତେବେ ପ୍ରତ୍ୟେକ ଦିନ ଆପଣ ଯୋଗ, ବ୍ୟାୟାମ ଏବଂ ପ୍ରାଣାୟାମ କରିବା ପାଇଁ ଚେଷ୍ଟା କରନ୍ତୁ, କାରଣ ଏହି 2025 ମସିହାଟି ଆପଣଙ୍କ ପାଇଁ ବହୁତ ଖାସ୍ ରହିଛି। ବିଶେଷ କରି ଆର୍ଥିକ ମାମଲାରେ ଏହି ବର୍ଷଟି ଆପଣଙ୍କ ପାଇଁ ବହୁତ ଭାଗ୍ୟଶାଳୀ ରହିବ। ଏହି ବର୍ଷ ଆପଣଙ୍କୁ ଧନ ରୋଜଗାର କରିବା ପାଇଁ ନୂତନ ରାସ୍ତା ସବୁ ମିଳିଯିବ। ଆୟର ଅନେକ ସ୍ରୋତ ଆପଣଙ୍କ ପାଇଁ ଖୋଲିଯିବ। ଏହା ସହିତ ଆପଣ ପର୍ଯ୍ୟାପ୍ତ ଧନ ଲାଭ କରିବାରେ ମଧ୍ୟ ସକ୍ଷମ ହୋଇପାରିବେ। ପୂର୍ବ ବର୍ଷ ଅପେକ୍ଷା ଏହି ବର୍ଷ ଆପଣଙ୍କର ଆର୍ଥିକ ସ୍ଥିତିରେ କୌଣସି ବି ଅସୁବିଧା ଦେଖାଦେବ ନାହିଁ। ଯେଉଁ ବ୍ୟକ୍ତିମାନେ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଚାହୁଁଥିଲେ ତ ଏହି 2025 ମସିହାଟି ଆପଣଙ୍କ ପାଇଁ ବହୁତ ହି ଶୁଭ ରହିବ। ଆପଣ ଚାହିଁଲେ ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ଆପଣଙ୍କର ସମସ୍ତ ପ୍ରୟାସ ଆପଣଙ୍କୁ ସଫଳତା ଦିଗରେ ନେଇଯିବ। ଆପଣ ନିଜର ପ୍ରତିଭାକୁ ଦେଖାଇ ପାରିବେ ଏବଂ ଆପଣଙ୍କର ପ୍ରେଜେଣ୍ଟେସନ ମଧ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ଆପଣଙ୍କର ବ୍ୟବସାୟକୁ ବଢାଇବା ପାଇଁ ଆପଣ ଯାହା ବି କିଛି କରିବେ ସେଥିରେ ଆପଣ ସଫଳତା ପାଇବେ। ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ମାନଙ୍କୁ ବର୍ଷର ଆରମ୍ଭରେ ବଡ଼ ସଫଳତା ମିଳିବ। ଯଦି ଆପଣ ବିଦେଶରେ ଉଚ୍ଚଶିକ୍ଷା କରିବା ପାଇଁ ମନସ୍ଥ କରିଥିଲେ ତ ସେହି କ୍ଷେତ୍ରରେ ଏହି ବର୍ଷଟି ଆପଣଙ୍କୁ ସଫଳତା ପ୍ରଦାନ କରିବ। ଆପଣଙ୍କର ଏହି ସ୍ୱପ୍ନ ନିଶ୍ଚିତ ରୂପରେ ପୂର୍ଣ୍ଣ ହେବ। ଆପଣଙ୍କୁ ବହୁତ ସୁନ୍ଦର ଅବସର ପ୍ରାପ୍ତି ହେବ, ଯାହା ଆପଣଙ୍କୁ ବହୁତ ଉଚ୍ଚ ସ୍ତରକୁ ନେବାରେ ସାହାଯ୍ୟ କରିବ। ଶିକ୍ଷା କ୍ଷେତ୍ର ଏବଂ ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଅପାର ସଫଳତା ମିଳିବ। ଧାର୍ମିକ କାର୍ଯ୍ୟରେ ମଧ୍ୟ ଆପଣଙ୍କର ମନ ବଳିବ। ଆପଣଙ୍କ ଜୀବନରେ ଆଧ୍ୟାତ୍ମିକତାର ସଞ୍ଚାର ହେବ। ଏହି ବର୍ଷ ଭାଗ୍ୟ ଆପଣଙ୍କର ସାଥ ଦେବ ଏବଂ ଆପଣ ଯେଉଁ ବି କାର୍ଯ୍ୟ କରିବେ ନିଶ୍ଚିତ ଭାବରେ ସେଥିରେ ଆପଣଙ୍କୁ ସଫଳତା ମଧ୍ୟ ପ୍ରାପ୍ତି ହେବ। ତେବେ ବନ୍ଧୁମାନେ ନିଶ୍ଚିତ ରୂପରେ ଆପଣଙ୍କୁ କିଛି ପ୍ରତିକାର ମଧ୍ୟ କରିବାକୁ ପଡ଼ିବ, ଯାହା ଆପଣଙ୍କର ଭାଗ୍ୟକୁ ଷ୍ଟ୍ରଙ୍ଗ ବନାଇବାରେ ସାହାଯ୍ୟ କରିବ। ତେବେ ପ୍ରତ୍ୟେକ ଦିନ ଆପଣ ବୁଦ୍ଧଙ୍କର ବୀଜ ମନ୍ତ୍ର ଜପ କରନ୍ତୁ ଏବଂ ପ୍ରତ୍ୟେକ ଦିନ ଆପଣ ଶ୍ରୀ ଗଣେଶଙ୍କର ପୂଜା କରିବା ସହିତ ଶ୍ରୀ ଗଣେଶଙ୍କୁ ଆପଣ ଦୁବ ଅର୍ପଣ କରନ୍ତୁ ଏବଂ ପ୍ରତ୍ୟେକ ଦିନ ଆପଣ ହନୁମାନ ଚାଳିଶାର ପାଠ କରନ୍ତୁ। ନିଶ୍ଚିତ ରୂପରେ ଆପଣଙ୍କୁ ଅଧିକ ଶୁଭଫଳ ପ୍ରାପ୍ତି ହେବ ଏବଂ ଆସୁଥିବା ସମସ୍ୟା ଗୁଡିକ ମଧ୍ୟ ଦୂର ହୋଇଯିବ। ଏବଂ ନିଜର ସାମର୍ଥ୍ୟ ଅନୁସାରେ ଆପଣ ସମୟ ସମୟରେ ଦୁଃଖୀ ଦରିଦ୍ର ବ୍ୟକ୍ତିମାନଙ୍କୁ ସାହାଯ୍ୟ ମଧ୍ୟ କରନ୍ତୁ। ଅସହାୟ ବ୍ୟକ୍ତିବିଶେଷ ମାନଙ୍କୁ ଆପଣ କିଛି ଖାଦ୍ୟ ଦାନ କରିବା ସହିତ ବସ୍ତ୍ର ମଧ୍ୟ ଦାନ କରନ୍ତୁ। ନିଶ୍ଚିତ ଭାବରେ ଆପଣଙ୍କୁ ଶନିଦେବଙ୍କର ଅପାର କୃପା ପ୍ରାପ୍ତି ହେବ। ତ ବର୍ତ୍ତମାନ ଆସନ୍ତୁ ଜାଣିନେବା ଦ୍ୱିତୀୟ ଭାଗ୍ୟଶାଳୀ ରାଶି ବିଷୟରେ। ତ ଦ୍ୱିତୀୟ ଭାଗ୍ୟଶାଳୀ ରାଶିଟି ହେଉଛି କୁମ୍ଭ ରାଶି। କୁମ୍ଭ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଏହି 2025 ମସିହାରେ ଖୁସିର ଦିନ ଆସୁଛି। ଖୁବ୍ ଲମ୍ବା ସମୟ ଧରି ଆପଣ ଯେଉଁ ଅସୁବିଧାର ସାମ୍ନା କରି ଆସୁଥିଲେ ଏହି ନୂତନ ବର୍ଷରେ ତାହା ଦୂର ହୋଇଯିବ ଏବଂ ସମସ୍ତ ସମସ୍ୟାରୁ ମଧ୍ୟ ଆପଣଙ୍କୁ ମୁକ୍ତି ମିଳିବ। ଆପଣଙ୍କୁ ନୂଆ ନୂଆ ଅବସର ପ୍ରାପ୍ତି ହେବ ଏବଂ ଜୀବନରେ ଆପଣ ବହୁତ ଅଧିକ ଉନ୍ନତି ମଧ୍ୟ କରିବେ। ବିଭିନ୍ନ ଦିଗରୁ ଆପଣଙ୍କୁ ଲାଭ ହିଁ ଲାଭ ପ୍ରାପ୍ତି ହେବ। ଯେଉଁ ବ୍ୟକ୍ତିମାନେ ବ୍ୟାପାର ବାଣିଜ୍ୟ କରୁଛନ୍ତି ସେଥିରେ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳତା ମିଳିବ। ଆପଣ ନିଜ ବ୍ୟବସାୟରେ ବହୁତ ଅଧିକ ଉନ୍ନତି କରିବେ। କୁମ୍ଭ ରାଶିର ବ୍ୟକ୍ତି ବିଶେଷ ମାନେ ଏବେ ଆପଣଙ୍କ ଜୀବନରେ ସବୁ ଦିଗରୁ କେବଳ ଖୁସି ହିଁ ଖୁସି ଆସିବ। ତେବେ ଆପଣଙ୍କୁ ଟିକେ ଅଧିକ ପରିଶ୍ରମ କରିବାକୁ ପଡିବ, କାରଣ ବିନା ପରିଶ୍ରମରେ କେବେ ବି ସେତିକି ସଫଳତା ମିଳିନଥାଏ। ତ ଆପଣ ଯେତେ ଅଧିକ ପରିଶ୍ରମ କରିବେ ଆପଣଙ୍କୁ ସେତେ ଅଧିକ ସଫଳତା ମିଳିବ। ତେବେ ମନେ ରଖିବେ ଆପଣ ଯେତିକି ପରିଶ୍ରମ କରିବେ ତାର 10 ଗୁଣା ଅଧିକ ଶୁଭ ଫଳ ଆପଣଙ୍କୁ ମିଳିବ। ଭଗବାନ ଶନିଦେବ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି। ଶନି ହେଉଛନ୍ତି କର୍ମର କାରକ ଗ୍ରହ। ତ ନିଶ୍ଚିତ ରୂପରେ ଶନି ଆପଣଙ୍କ ଉପରେ କାର୍ଯ୍ୟଭାର ଦେବେ ଏବଂ ସମସ୍ତ କାର୍ଯ୍ୟକୁ ମଧ୍ୟ ଆପଣଙ୍କୁ ସୁଚାରୁ ରୂପରେ କରିବାର ଅଛି। ଏବଂ ଯେଉଁମାନେ ଚାକିରି କ୍ଷେତ୍ରରେ ଅଛନ୍ତି ତ ଚାକିରି କ୍ଷେତ୍ରରେ ଆପଣଙ୍କର ପ୍ରମୋସନ ହେବ ଏବଂ ଆପଣଙ୍କର ଦରମାରେ ମଧ୍ୟ ବୃଦ୍ଧି ହେବ। ଏହା ବ୍ୟତୀତ ଯେଉଁମାନଙ୍କ ନିକଟରେ କୌଣସି ଚାକିରି ନାହିଁ, ଚାକିରି ପାଇଁ ଆପଣ ପ୍ରିପେୟାର ହେଉଥିଲେ ତ ଆପଣଙ୍କୁ ନୂତନ ଚାକିରି ମଧ୍ୟ ପ୍ରାପ୍ତି ହେବ। ତ ସେଥିପାଇଁ ଚାକିରି ପାଇଁ ଆପଣ ନିଜର ଚେଷ୍ଟାକୁ ଜାରି ରଖିବା ଉଚିତ। ଏବଂ ଯଦି ଆପଣଙ୍କର କାହା ନିକଟରେ କିଛି ପଇସା ଅଟକି ରହିଛି, ଆପଣ କାହାକୁ କିଛି ଟଙ୍କା ଦେଇଥିଲେ ଯାହା ଆପଣଙ୍କୁ ଫେରସ୍ତ ମିଳିପାରୁନଥିଲା, ତ ଏହି ନୂତନ ବର୍ଷ 2025ରେ ସେହି ଟଙ୍କା ମଧ୍ୟ ଆପଣଙ୍କୁ ଫେରସ୍ତ ମିଳିବ। ବ୍ୟାପାର ବାଣିଜ୍ୟରେ ଆପଣଙ୍କୁ ଯେଉଁ ସବୁ ବାଧାବିଘ୍ନର ସାମ୍ନା କରିବାକୁ ପଡୁଥିଲା ସେ ସବୁ ବାଧାବିଘ୍ନ ଏହି ନୂତନ ବର୍ଷରେ ଦୂର ହୋଇଯିବ ଏବଂ ଆପଣଙ୍କ ଜୀବନରେ ଅନେକ ଖୁସି ଆସିବ। ବିଦ୍ୟାର୍ଥୀମାନଙ୍କୁ ସେମାନଙ୍କ ପରିଶ୍ରମର ବହୁତ ଭଲ ଫଳ ମିଳିବ। କୁମ୍ଭ ରାଶିର ବ୍ୟକ୍ତି ବିଶେଷ ମାନେ ଆପଣ ନିଜ ଜୀବନରେ ଏକ ନୂତନ ପ୍ରକାରର ଖୁସିର ଅନୁଭବ କରିବେ।
ଭଗବାନ ଶନିଦେବଙ୍କର ବିଶେଷ କୃପା ଆପଣଙ୍କୁ ପ୍ରାପ୍ତ ହେବାକୁ ଯାଉଛି। ଯେଉଁ କାରଣରୁ ପୂର୍ବ ବର୍ଷରେ ଆପଣ ଯେଉଁ ପୁରୁଣା ରୋଗରେ ପୀଡ଼ିତ ଥିଲେ, ଏହି ନୂତନ ବର୍ଷରେ ଆପଣଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆସିବାକୁ ଯାଉଛି। ତେବେ ଏହି ନୂତନ ବର୍ଷ 2025 ମସିହାଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭାଗ୍ୟଶାଳୀ ହେବାକୁ ଯାଉଛି। ଯେଉଁମାନେ ପ୍ରେମ କ୍ଷେତ୍ରରେ ଅଛନ୍ତି, ପ୍ରେମ ଜୀବନରେ ମଧ୍ୟ ଆପଣଙ୍କୁ ସଫଳତା ମିଳିବ। ଆପଣଙ୍କର ପ୍ରେମ ବିବାହର ରୂପ ମଧ୍ୟ ନେଇପାରେ। ଆପଣଙ୍କର ସମସ୍ତ ମନସ୍କାମନା ଏହି ନୂତନ ବର୍ଷ 2025ରେ ପୂର୍ଣ୍ଣ ହେବାକୁ ଯାଉଛି। ତ ପ୍ରତିକାର ସ୍ୱରୂପ ଆପଣ ପ୍ରତ୍ୟେକ ଦିନ ଶନିଦେବଙ୍କର ବୀଜ ମନ୍ତ୍ରର ଜପ କରନ୍ତୁ ଏବଂ ପ୍ରତ୍ୟେକ ଦିନ ଆପଣ ହନୁମାନ ଚାଳିଶାର ପାଠ କରନ୍ତୁ, ଯାହା ଫଳରେ ଆସୁଥିବା ସମସ୍ୟା ଗୁଡ଼ିକ ଆପଣଙ୍କର ଦୂର ହୋଇପାରିବ ଏବଂ ଆପଣଙ୍କୁ ଶୁଭତ୍ୱ ମଧ୍ୟ ପ୍ରାପ୍ତି ହେବ। ଯଦି ଆପଣ ଚାକିରି କ୍ଷେତ୍ରରେ ଅଛନ୍ତି ତ ଚାକିରିରେ ଆପଣଙ୍କର ପଦୋନ୍ନତି ହେବ ଏବଂ ଯଦି ଆପଣ ବିଜନେସ କରୁଛନ୍ତି ତ ବିଜନେସରେ ମଧ୍ୟ ଆପଣଙ୍କୁ ଅଧିକ ଲାଭ ମିଳିବ। ଏହି 2025 ମସିହାରେ ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ ଏବଂ ପରିବାର ମଧ୍ୟରେ ମଧ୍ୟ ଆପଣଙ୍କୁ ସୁଖ ଶାନ୍ତିର ଅନୁଭବ ମିଳିବ। ଆପଣଙ୍କୁ କୌଣସି ଏକ ବଡ଼ ଖୁସି ଖବର ମିଳିପାରେ। ଭଗବାନ ଶନିଦେବଙ୍କ କୃପାରୁ ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ବ୍ୟବସାୟରେ ଆପଣଙ୍କୁ ଅଚାନକ ଲାଭ ପ୍ରାପ୍ତି ହେବ। ଆପଣଙ୍କୁ ଆକସ୍ମିକ ଧନ ଲାଭ ହେବ। ତେବେ ଏବେ ଆସନ୍ତୁ ଜାଣିନେବା ତୃତୀୟ ଭାଗ୍ୟଶାଳୀ ରାଶିଟି ବିଷୟରେ। ତ ତୃତୀୟ ଭାଗ୍ୟଶାଳୀ ରାଶିଟି ହେଉଛି ବୃଷ ରାଶି। ତ ଏହି 2025 ମସିହାରେ ବୃଷ ରାଶିର ବ୍ୟକ୍ତି ବିଶେଷ ମାନଙ୍କର ଭାଗ୍ୟ ସୁନା ଭଳି ଚମକିବାକୁ ଯାଉଛି। ଆପଣ ଯେଉଁ ବି କ୍ଷେତ୍ରକୁ ଯିବେ ସେଥିରେ ଆପଣଙ୍କୁ ସଫଳତା ମିଳିବ। ଆପଣଙ୍କୁ ଆପଣଙ୍କର କାର୍ଯ୍ୟକ୍ଷେତ୍ରରେ ଅନେକ ସଫଳତା ପ୍ରାପ୍ତି ହେବ। ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କର ପଦୋନ୍ନତି ହେବ ଏବଂ ଆପଣଙ୍କର ଦରମାରେ ମଧ୍ୟ ବୃଦ୍ଧି ଆସିବ। 2025 ମସିହାରେ ଆପଣଙ୍କର ଶୁଭ ସମୟ ଆରମ୍ଭ ହୋଇଯିବ। ଯଦି ଆପଣ କୌଣସି ନୂତନ ଯୋଜନା କରିଛନ୍ତି ତେବେ ତାହାକୁ ଆପଣ କାର୍ଯ୍ୟକାରୀ କରିବା ଉଚିତ, କାରଣ ସେଥିରେ ନିଶ୍ଚିତ ଭାବରେ ଆପଣ ସଫଳ ହେବେ। ଏହି ନୂତନ ବର୍ଷରେ ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ବନିବାକୁ ଯାଉଛି। ଯଦି ଅନେକ ଦିନରୁ ଆପଣ ଚାକିରି କ୍ଷେତ୍ରରେ ପ୍ରମୋସନ ପାଇଁ ଅପେକ୍ଷା କରିଥିଲେ ତ ଏହି ନୂତନ ବର୍ଷରେ ଆପଣଙ୍କୁ ନିଶ୍ଚିତ ଭାବରେ ପଦୋନ୍ନତି ହେବ। ବୃଷ ରାଶିର ବିଦ୍ୟାର୍ଥୀମାନଙ୍କ ପାଇଁ ଏହି 2025 ମସିହାଟି ଅତ୍ୟନ୍ତ ଭାଗ୍ୟଶାଳୀ ରହିବାକୁ ଯାଉଛି। ପାଠପଢ଼ାରେ ଆପଣ ନିଜର ପରିଶ୍ରମ ଜାରି ରଖନ୍ତୁ। ନିଶ୍ଚିତ ଭାବରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ଆପଣଙ୍କ ପ୍ରେମ ଜୀବନ ପାଇଁ ମଧ୍ୟ 2025 ମସିହାଟି ବହୁତ ସଫଳତା ରହିବ। ଆପଣଙ୍କୁ ଅନେକ ଖୁସି ପ୍ରାପ୍ତି ହେବ। ଆପଣଙ୍କ ମଧ୍ୟରେ ଭଲ ପାଇବା ବଢିବ। ଅଣ୍ଡରଷ୍ଟାଣ୍ଡିଂ ମଧ୍ୟ ଭଲ ରହିବ। ଆପଣଙ୍କର ପାରିବାରିକ ଜୀବନ ମଧ୍ୟ ବହୁତ ଭଲ ରହିବ। ଆପଣଙ୍କର ବୈବାହିକ ଜୀବନ ଅତ୍ୟନ୍ତ ଅନୁକୂଳ ରହିବ। ତେବେ ଆପଣ କୌଣସି ଛୋଟ ଛୋଟ କଥାକୁ ଧରି ରଖନ୍ତୁ ନାହିଁ। ଆପଣଙ୍କ ପାଇଁ ଏହି ନୂତନ ବର୍ଷ 2025 ମସିହାଟି ଅତ୍ୟନ୍ତ ଶୁଭପ୍ରଦ ଅଟେ। ଆପଣ ଯେଉଁ ବି କାର୍ଯ୍ୟ କରୁଛନ୍ତି ଆପଣ ନିଜର ଜୀବନ ସାଥୀଙ୍କୁ ସେ ବିଷୟରେ ପଚାରି ବୁଝି କାମ କରନ୍ତୁ। ନିଶ୍ଚିତ ଭାବରେ ଆପଣଙ୍କୁ ସଫଳତା ମିଳିବ। ଆପଣ ଦୁଇ ଜଣଙ୍କ ମଧ୍ୟରେ ଭଲ ପାଇବା ବଢିବ। ସମ୍ପର୍କ ସୁମଧୁର ହେବ। ଖୁବ୍ ଶୀଘ୍ର ହିଁ ଆପଣଙ୍କୁ କୌଣସି ଶୁଭ ଖବର ପ୍ରାପ୍ତ ହୋଇପାରେ। ଆପଣଙ୍କ ଦ୍ୱାରା କରାଯାଇଥିବା ପରିଶ୍ରମର ଫଳ ଏହି ନୂତନ ବର୍ଷରେ ନିଶ୍ଚିତ ରୂପରେ ଆପଣଙ୍କୁ ପ୍ରାପ୍ତି ହେବ। ଭଗବାନ ଶନିଦେବଙ୍କର କୃପାରୁ ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ଆଗକୁ ବଢିବ। ଏହା ସହିତ ବୃଷ ରାଶିର ବ୍ୟକ୍ତି ବିଶେଷ ମାନଙ୍କୁ ଏହି ନୂତନ ବର୍ଷରେ ଅନେକ ଲାଭ ମଧ୍ୟ ପ୍ରାପ୍ତି ହେବ। ଏହା ସହିତ ବଡ ବଡ ସଫଳତା ଆପଣଙ୍କୁ ପ୍ରାପ୍ତି ହେବାକୁ ଯାଉଛି। ଆପଣଙ୍କୁ ଆପଣଙ୍କ ପରିବାର ଏବଂ ଜୀବନ ସାଥୀଙ୍କର ସହଯୋଗ ସମ୍ପୂର୍ଣ୍ଣ ରୂପରେ ପ୍ରାପ୍ତି ହେବ। ଆପଣଙ୍କର ବାଣୀରେ ମଧୁରତା ଆସିବ ଏବଂ ଆପଣଙ୍କର ବାଣୀର ଆକର୍ଷଣତା ଯୋଗୁଁ ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ତେବେ ପରବର୍ତ୍ତୀ ଭାଗ୍ୟଶାଳୀ ରାଶିଟି ହେଉଛି ତୁଳା ରାଶି। ତୁଳା ରାଶିର ବ୍ୟକ୍ତି ବିଶେଷ ମାନଙ୍କ ଉପରେ ଏହି ନୂତନ ବର୍ଷ 2025ରେ ମା ଲକ୍ଷ୍ମୀଙ୍କର ଅପାର କୃପା ବୃଷ୍ଟି ହେବାକୁ ଯାଉଛି। ଏହି ନୂତନ ବର୍ଷରେ ଅତି ଶୀଘ୍ର ଆପଣଙ୍କୁ କୌଣସି ଖୁସି ଖବର ପ୍ରାପ୍ତି ହୋଇପାରେ ଏବଂ ଆପଣ କରିଥିବା ସମସ୍ତ ପରିଶ୍ରମର ଫଳ ଏହି ନୂତନ ବର୍ଷରେ ଆପଣଙ୍କୁ ମିଳିବାକୁ ଯାଉଛି, ଯାହାଦ୍ୱାରା ପ୍ରତ୍ୟେକ କ୍ଷେତ୍ରରୁ ଆପଣଙ୍କୁ ଖୁସି ହିଁ ଖୁସି ପ୍ରାପ୍ତି ହେବ ଏବଂ ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ମଧ୍ୟ ଆଗକୁ ବଢିବ। ଆପଣଙ୍କୁ ଆପଣଙ୍କର ପରିବାର ଏବଂ ବନ୍ଧୁବାନ୍ଧବ ମାନଙ୍କର ବହୁତ ଅଧିକ ସହଯୋଗ ପ୍ରାପ୍ତି ହେବ। ଆପଣଙ୍କୁ ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତି ହେବା କାରଣରୁ ଆପଣଙ୍କୁ ଧନର ଅଭାବ ରହିବ ନାହିଁ। ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ହେବ। ଆପଣଙ୍କୁ ଧନ ପ୍ରାପ୍ତିର ଅନେକ ଯୋଗ ବନୁଛି। ଆପଣଙ୍କୁ ଧନ ଲାଭ ହେବାର ବହୁତ ସୁଯୋଗ ବନୁଛି ଏବଂ ଆପଣଙ୍କ ଧନରେ ବୃଦ୍ଧି ହେବାର ମଧ୍ୟ ଅବସର ପ୍ରାପ୍ତି ହେବ। ବଡ଼ ବଡ଼ ସଫଳତା ଆପଣଙ୍କୁ ପ୍ରାପ୍ତି ହେବ। ଏହା ସହିତ ଯେଉଁମାନେ ଚାକିରି କ୍ଷେତ୍ରରେ ଅଛନ୍ତି ତ ଆପଣଙ୍କର ପ୍ରମୋସନ ହେବା ସହିତ ଆପଣଙ୍କର ଦରମାରେ ମଧ୍ୟ ବୃଦ୍ଧି ହେବ।
ତୁଳା ରାଶିର ବ୍ୟକ୍ତିବିଶେଷ ମାନଙ୍କ ଜୀବନରେ ଏହି ନୂତନ ବର୍ଷ 2025 ମସିହାରେ ସମସ୍ତ ସମସ୍ୟାର ଅନ୍ତ ହେବାକୁ ଯାଉଛି। ଏହି 2025 ମସିହାରେ ଆପଣଙ୍କ ଜୀବନରେ କେବଳ ଖୁସି ହିଁ ଖୁସି ଆସିବାକୁ ଯାଉଛି। ଆପଣଙ୍କର ଭାଗ୍ୟ ବଦଳିବାକୁ ଯାଉଛି ଏବଂ ଏହି 2025 ମସିହାରେ ଆପଣ ଅତ୍ୟନ୍ତ ଭାଗ୍ୟଶାଳୀ ହେବାକୁ ଯାଉଛନ୍ତି। ତେବେ ବନ୍ଧୁମାନେ, ଏମାନେ ଥିଲେ ସେହି 4ଟି ରାଶି ଯେଉଁମାନଙ୍କର ଭାଗ୍ୟ ଏହି 2025 ମସିହାରେ ସୁନା ଭଳି ଚମକିବାକୁ ଯାଉଛି, ରାଜା ଭଳି ଜୀବନ ବିତାଇବାକୁ ଯାଉଛନ୍ତି। ତ ଯଦି ଆପଣଙ୍କର ରାଶି ମଧ୍ୟ ଏହି ରାଶି ମଧ୍ୟରେ ଥାଏ ତ କମେଣ୍ଟ ବକ୍ସରେ ନିଶ୍ଚୟ ଲିଖିବେ ଏବଂ ଭକ୍ତିର ସହିତ କମେଣ୍ଟ ବକ୍ସରେ ଜୟ ଶ୍ରୀ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲିଖିବେ। ଆମ ଅନନ୍ତରା ଚ୍ୟାନେଲକୁ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବେ ନାହିଁ। ରାଧେ ରାଧେ, ଜୟ ଜଗନ୍ନାଥ।